जिलापालଙ୍କ କାର୍ଯ୍ୟାଳୟରୁ ବାହାରିଲା ସଡ଼କ ସୁରକ୍ଷା ସଚେତନତା ରଥ। ଢେଙ୍କାନାଳ ଜିଲ୍ଲାରେ ମାସବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପରିସରରେ ସଡ଼କ ସୁରକ୍ଷା ପରିବାର ରକ୍ଷା ସମ୍ପର୍କିତ ଏକ ସଚେତନତା ରଥକୁ ଆରକ୍ଷୀ ଅଧୀକ୍ଷକ ଅଭିନବ ସୁନକର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ମୋଟର ଯାନ ନିରୀକ୍ଷକ ଦେବାଶିଷ ସ୍ୱାଇଁ, ରାପିଡ୍ ରିସେप्ସନ୍ସ ଟିମ୍ର ସଂଯୋଜକ ବିରଞ୍ଚି ନାରାୟଣ ପାଣି ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନବବର୍ଷର ଅଭିନନ୍ଦନ ଜଣାଇ ଜନସାଧାରଣ ସଚେତନ ହୋଇ ଟ୍ରାଫିକ୍ ନିୟମ ମାନି ସମ୍ପୂର୍ଣ୍ଣ ସଚେତନ ହୋଇ ଗାଡ଼ି ଦୁର୍ଘଟଣାରୁ ନିବୃତ୍ତ ରହିବା ସହିତ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ସର୍ବନିମ୍ନ, ସେଥିପାଇଁ ସମସ୍ତ ଜନସାଧାରଣଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ ନିବେଦନ କରିଛନ୍ତି। ଏହି ଚଚିତ୍ରଧର୍ମୀ ସଚେତନତା ରଥ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳ ଯଥା କପିଳାସ, ସପ୍ତଶଯ୍ୟା, ସାପୁଆ ଡ୍ୟାମ୍, ଦଦରା ଘାଟିଆ ଇତ୍ୟାଦି ଏବଂ ପ୍ରମୁଖ ଅଞ୍ଚଳରେ ବୁଲି ଜନସଚେତନତା ସୃଷ୍ଟି କରିବ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।